ଆପଣମାନଙ୍କୁ କବିତାର ସମାରୋହ କବିତାଞ୍ଜଳି ଚ୍ୟାନେଲକୁ ମୁଁ ଅନାମିକା ସ୍ୱାଗତ କରୁଛି। ଚାଲନ୍ତୁ କବି ଶରତ କୁମାର ଦାସଙ୍କ କଲମରୁ ଆଉ ଏକ ସୁନ୍ଦର କବିତା ଶୁଣିବା। କବିତାର ଶୀର୍ଷକ ପ୍ରଥମ ଦେଖାରେ। କ'ଣ ଲେଖିଛନ୍ତି କବି? ପ୍ରଥମ ଦେଖାରେ ମାଗିଥିଲି ମୁଠାଏ ସପନ, ଆଖିରେ ତ ସ୍ୱପ୍ନ ଦେଲ ନାହିଁ, ଛାତିରେ ଭରିଦେଲ ଅଜସ୍ର ଦହନ। ପ୍ରଥମ ଦେଖାରେ ତୁମକୁ ପାଇ ଭୁଲିଥିଲି ନିଜର ଠିକଣା, ଠିକଣା ତ ଦେଲ ନାହିଁ, କଲ ବାଟ ବଣା। ଭାବିଥିଲି ସିନ୍ଦୁର ଟୋପାଏ ଦେବ ମୋ ମଥାରେ, ସିନ୍ଦୁର ତ ଦେଲ ନାହିଁ, ଭିଜେଇଲ ଅସରା ଲୁହରେ। କପାଳରେ କର ମାରି ନିନ୍ଦୁଛି ଆଜି ମୋ ଫଟା କପାଳକୁ, ତୁମେ ତ ଭସା ବାଦଲଟେ, କେମିତି ପଡ଼ିଥାନ୍ତ ମୋ ଚାତକ ଆଖିକୁ। କବିତାଟି କେମିତି ଲାଗିଲା? ଭଲ ଲାଗିଲା ନା? ଯଦି ଭଲ ଲାଗିଲା ତ କ'ଣ କରିବେ ଜାଣିଛନ୍ତି? ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଆମମାନଙ୍କୁ ଭଲ ଲାଗିବ। ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବ ଆଉ ଏକ କବିତା ସହିତ ଆସନ୍ତା ଅଧ୍ୟାୟରେ। ଆଜ୍ଞା ଦିଅନ୍ତୁ। ରହୁଛି। ନମସ୍କାର।